सर्वप्रथमे से ही अग्रपूज्य गोड़ेशंक पाद तले मोर कोटी प्रणाम आउ समस्त मोर भक्ति भरा भूमिष्ठ प्रणाम आउ नुआखाई जुहार। वक्रतुंड महाकार्य सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा। हे शिव शंकर रुद्रेण नीलकंठ त्रिलोचन भव सर्वभवानी स मृत्युंजय नमस्तुते। महारानी रेणुका कि सुंदर प्रतार सुनेली रंगरे आच्छादित मोहर श्रीनग्र स्वामी मृदु मलय मन प्राणनी आनंद सतर स्वामी तुम्हें तो जानी की कथा स्वामी राज्य रे मो भौगोलिक आयतन होई पारे छोट स्वामी वीरत्व किंतु मो राज्य अद्वितीय प्राणनाथ शत्रु भय नाही मो राज्य स्वामी नाही जरा नाही व्याधि सुखर स्रोतरे भासुचंती मोर प्रजापुंज प्राणनाथ कि आनंद कि उल्लासे राज्यव्यापी आज खाली जयकार ध्वनि स्वामी छुट्टी चाले पुरे मोर सुख्यात सुनाम स्वामी महाराणी की कथा स्वामी से ही आनंद रे गाई जीवा गोटे सुमधुर संगीत तब चलंतु स्वामी आस महाराणी चलंतु राजा कुल इंद्र राजन नगेन्द्र राजमार्गे धीरे गमन अति स्नेहमयी धर्मपत्नी मोर बुद्धिमती संगे घेनिना पुत्र सम प्रजापाली महाराजा सत्य शांति प्रीति देशर प्रगति चंदन गढ़र राजा पुत्र सम प्रजापाली महाराजा उड़ांती किरति शांति प्रीति देशर प्रगति चंदन गढ़र राजा सत्य शांति दया धर्म राजार गुण ब्राह्मण क्षत्रिय
କି ସୁନ୍ଦର ଏହି ମୋ ଚନ୍ଦନଗଡ଼ ସତରେ ସ୍ୱାମୀ ହୀରା ନୀଳାମତି ମାଣିକ୍ୟରେ ଖଞ୍ଜା ଏହି ମୋ ଚନ୍ଦନଗଡ଼ ସ୍ୱାମୀ ମହାରାଣୀ ପ୍ରାଣନାଥ ତୁମ ପରି ସହଧର୍ମିଣୀଙ୍କୁ ଘେନି ଏହି ଚନ୍ଦନଗଡ଼ ରାଜ୍ୟରେ ପ୍ରଜା ବତ୍ସଳ ରାଜା ଭାବେ ଉଡ଼େ ମୋର ବିଜୟ କୀର୍ତ୍ତନ ସତରେ ସ୍ୱାମୀ ହଁ ମହାରାଣୀ ମୁଁ ବି ତ ଆପଣଙ୍କୁ ପତି ରୂପରେ ଗ୍ରହଣ କରି ନିଜକୁ ନିଜ ଧନ୍ୟ ମନେ କରିଛି ସତରେ ମହାରାଣୀ କାହିଁକି ନା ଜାଣିଛନ୍ତି କାହିଁକି ମହାରାଣୀ ଭାଗ୍ୟରେ ଥିଲା ଆପଣଙ୍କ ପରି ଲୋକକୁ ପତି ରୂପରେ ଗ୍ରହଣ କରିବାକୁ ହେବ ସ୍ୱାମୀ ମହାରାଣୀ ପ୍ରକୃତ କର୍ତ୍ତବ୍ୟ ହେଉଛି ଆପଣଙ୍କର ସେବା ଆପଣଙ୍କ ସେବାରେ ତ ମୋର ଦିନ ବିତିଗଲେ ବହୁତ ଭଲ ହୁଅନ୍ତା ସ୍ୱାମୀ ନିଶ୍ଚୟ ମହାରାଣୀ ସ୍ୱାମୀ ହଁ କୁହ କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ସତରେ ମହାରାଣୀ ହଁ ସ୍ୱାମୀ କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ତୁମ ସେବା କରି ଯାଉ ଏ ଜୀବନ ତୁମ ସେବା କରି ଯାଉ ଏ ଜୀବନ ତୁମକୁ ପାଇ ହେଲି କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ହେ ପ୍ରାଣେଶ୍ୱର ଆଦର୍ଶ ବାସ୍ତବ ଆମ ଦୁଇ ପୁଅ ଚରଣ ଦେଖିଲେ ମନେ ଲାଗଇ ସନ୍ଦେହ ଆଦର୍ଶ ବାସ୍ତବ ଆମ ଦୁଇ ପୁଅ ଚରଣ ଦେଖିଲେ ମନେ ଲାଗଇ ସନ୍ଦେହ ମନ ମୋର କାଳି ହେଉଥାଏ ଜୁରି ମନ ମୋର କାଳି ହେଉଥାଏ ଜୁରି ରାଜୁକି ହଇବ ନରେଶ 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 ସତ ହେବ କି ସପନ ହେ ପ୍ରାଣେଶ୍ୱର କହୁଛି ମଥା ସିନ୍ଦୁର ହେ ପ୍ରାଣେଶ୍ୱର ହେ ପ୍ରାଣେଶ୍ୱର ହେ ପ୍ରାଣେଶ୍ୱର ସ୍ୱାମୀ ଆପଣଙ୍କର ସେବା କରି ଏ ଦିନଟା ଯଦି ବିତିଗଲେ ବହୁତ ମଙ୍ଗଳମୟ ହୁଅନ୍ତା ପ୍ରାଣନାଥ ଧନ୍ୟ ମହାରାଣୀ ସ୍ୱାମୀ ଧନ୍ୟ ହେଲେ ଶୁଣି ତୁମ ସୁଧା ସମବାଣୀ ସତରେ ସ୍ୱାମୀ ପତି ପରାମର୍ଶ ତୁମେ ଅଟ ବିଶାରଦ ସ୍ୱାମୀ ହପି ସ୍ୱାମୀ लो प्रियासी चांद मुही रसमंडना लो प्रियासी चांद मुही रसमंडना दर कंठी दर हसी दर कंठी दर हसी दर जघेना लो प्रियासी चांद मुही रसमंडना लो प्रियासी चांद मुही रसमंडना सते कीर रामा बर हेइछि भाग्य मोर सते कीर रामा बर हेइछि भाग्य मोर कोले पुत्र लभी सुखे कोले पुत्र लभी सुखे हे बासुमना लो प्रियासी चांद मुही रसमंडना लो प्रियासी चांद मुही रसमंडना
ଜାଣୁକା ପ୍ରାଣନାଥ ଆଦର୍ଶ ବାସ୍ତବ ମୋ ଦି ପୁଅ ସ୍ୱାମୀ ଏହି ଚନ୍ଦନଗଡ଼ରେ ଜନ୍ମ ଲାଭ କରି ମୁଁ ନିଜକୁ ନିଜେ ଧନ୍ୟ ମନେ କରେ ମହାରାଣୀ ସ୍ୱାମୀ ତୁମେ ତ ଜାଣିଛ ମହାରାଣୀ କି କଥା ସ୍ୱାମୀ ଦେଖୁ ଦେଖୁ ଚତୁର୍ଥ ଅବସ୍ଥା ମୋର ହେଲା ଉପନୀତ ପ୍ରାଣନାଥ ଭାବୁଅଛି ମନେ କି କଥା ଆପଣ ମନରେ ଭାବୁଛନ୍ତି ସ୍ୱାମୀ ଏହି ଚନ୍ଦନଗଡ଼ ରାଜ୍ୟରେ ଯୁବରାଜ ଆଦର୍ଶକୁ ଯୁବରାଜ ପଦରେ ଅଭିଷିକ୍ତ କରି ଆନନ୍ଦରେ ମୁଁ କିଛି ଦିନ ବିଶ୍ରାମ ନେବାକୁ ଚାହେଁ ସ୍ୱାମୀ ଯଦି କୌଣସି ଆପତ୍ତି ଅଛି ତାହେଲେ ଖୋଲା ହୃଦୟରେ ପ୍ରକାଶ କର ମହାରାଣୀ ସ୍ୱାମୀ ମୋର ଗୋଟେ ଛୋଟିଆ ଆପତ୍ତି ଅଛି ଛୋଟିଆ ଆପତ୍ତି ଅଛି ଛୋଟ ମୁହଁରେ ବଡ଼ କଥା ମହାରାଣୀ ସ୍ୱାମୀ ଆପଣଙ୍କର ଜ୍ୟେଷ୍ଠ ପୁତ୍ର ଆଦର୍ଶ ଜ୍ୟେଷ୍ଠ ପୁତ୍ର ଆଦର୍ଶର କ'ଣ ହେଇଛି ମହାରାଣୀ ଆମ ଜମିଦାର ରୁଦ୍ର ମାଧବଙ୍କର ଝିଅ ନାମଟି ତାର ରୂପାଳୀ ନାଇଁ ନାଇଁ କ'ଣ କହିଲ ତମେ କ'ଣ କହିଲ ସେଇ ରୂପାଳୀ ସହିତ ଆପଣଙ୍କର ପୁତ୍ର ଆଦର୍ଶର ଅନେକ ଦିନ ହେଲା ପ୍ରେମ ସମ୍ପର୍କଟା ବଢି ଚାଲିଛି ସ୍ୱାମୀ କାହିଁକି ସ୍ୱାମୀ କାହିଁକି ଏସବୁ ମିଛ କଥା କହୁଛ ମହାରାଣୀ ନା ସ୍ୱାମୀ ନା କାହିଁକି ଦୁନିଆ ଆଗରେ ଦେଖେଇ ହେଉଛ ସାବତ ବା ବୋଲି ନା ସ୍ୱାମୀ ନା ତୁମେ ଜାଣିନ ମହାରାଣୀ କି କଥା ସ୍ୱାମୀ ତାର ମାର ପାରିକୁ ଚାଲିଗଲା ପରେ ଏଇ ହାତରେ ତାକୁ ଲାଲନ ପାଳନ କରି ଏଡ଼ିଠୁ ଏଡ଼ିଟିଏ କରିଛୁ ସେ ମୋ ଆଦର୍ଶ ସେ ଆଦର୍ଶ ଏମିତି ଭୁଲ କାମ କରିବନି ଯେ ଏ ଦୁନିଆ ଆଗରେ ମୋତେ ମୁଣ୍ଡ ନୁଇବାକୁ ପଡ଼ିବ ହଁ ମହାରାଣୀ ମୁଣ୍ଡ ନୁଇବାକୁ ପଡ଼ିବ ସ୍ୱାମୀ ଏ କଥା ମୁଁ କହୁନି ଏ ରାଜ୍ୟର ପ୍ରଜାବାସୀ ମାନେ ସମସ୍ତେ ଟାଇଟା ପୁରା ହେଇ କହୁଛନ୍ତି କ'ଣ କହୁଛନ୍ତି ସେଇ ଆପଣଙ୍କ ପୁତ୍ର ଆଦର୍ଶର ପ୍ରେମ କଥା ନା ମହାରାଣୀ ନା କାହିଁକି ସ୍ୱାମୀ କାହିଁକି ମୁଁ କାହାରି କଥାକୁ ବିଶ୍ୱାସ କରିବିନି କାହିଁକି କାହିଁକି ଜାଣିଛ କାହିଁକି ଯେବେ ନ ଦେଖିବ ବେନି ନୟନେ ପରତେ ନଚିବ ଗୁରୁ ବଚନେ ସ୍ୱାମୀ ଆଦର୍ଶକୁ ମୁଁ ନିଜେ ପଚାରିବି ଏ ଆଦର୍ଶ ମୋର କ'ଣ କୋଉଠି ଭୁଲ ରହିଗଲା ଯେ ଏ ଦୁନିଆ ଆଗରେ ମୋତେ ଲଜ୍ଜିତ ହେବାକୁ ପଡୁଛି ସ୍ୱାମୀ କହିବି ମହାରାଣୀ ଆସନ୍ତାକାଲି ଆଦର୍ଶକୁ ମୁଁ ନିଶ୍ଚୟ କହିବି ମୁଁ ବି ତ ସେଇ କଥା କହୁଥିଲି କ'ଣ କହୁଛ କାହିଁକି ନା ନେଡ଼ିଗୁଡ଼ କହୁଣୀକୁ ବଳିଯିବା କରୁ ଏ ହେଉଛି ଉପଯୁକ୍ତ ସମୟ ଏହି ସମୟରେ ଆପଣ ଯଦି ଭାବୁଛନ୍ତି ଗୋଟିଏ ସୁଚିନ୍ତିତ ମତାମତ ନେଲେ ମହାରାଣୀ କଥାଟା ଆଗକୁ ଗତି କରିପାରନ୍ତା ନାହିଁ ହଁ ମହାରାଣୀ ଭାବି ଚିନ୍ତି ମୁଁ ନିଷ୍ପତ୍ତି ନେବି ଆଉ ଆସନ୍ତାକାଲି ଆଦର୍ଶକୁ ମୁଁ ନିଜେ ପଚାରିବି ହେଲେ ମହାରାଣୀ ସ୍ୱାମୀ ସମୟଟା ଅତିବାହିତ ହେଇଗଲାଣି ଚାଲ ଚାଲ କ'ଣ କିଛି ଖାଇବାକୁ ଦବ ନିଶ୍ଚୟ ସ୍ୱାମୀ ତେବେ ଚାଲନ୍ତୁ ଚାଲ ମହାରାଣୀ ଚାଲନ୍ତୁ ସ୍ୱାମୀ दिन आसवा समय आसवा तो जीवन शेष कर मारिदेवे नागेन्द्र राजन आलो 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 देखल देखम ए बुढ़ार जो टिके देख कौन कहूची ए रानी रेणुका
जुगर जमी माँ को कई प्रभु रामचंद्र को 14 वर्ष वनवास कर ठीक ए जुगर मध्य रेणुका को सही को कई मकर साजिबा को पड़िबो कहीं ना मालो विलम्मा केवल राजा है बता मो पुआ वास्तव है राजा सिंहासन रे राजा है विलम्मा ना हेला रेणुका मालो कथा रे कंबा माड़ रे अधिका आज की 17-18 वर्ष हो गला मो भाई नारायण महांती मालो विलम्मा ताको कथा कहले न सरे बा ए बुढ़ार सहित छंदी देकी गला जे ए पर्यंत तार देखा नहीं कि दर्शन नहीं मालो विलम्मा देखी बा